ସିଧାସଳଖ ଦେଖାଉଛନ୍ତି ଯାଜପୁର ଜିଲ୍ଲାର ବରାଜ ମନ୍ଦିରର ଦର୍ଶନ କରନ୍ତୁ। ସନ୍ଧ୍ୟାବେଳେ ଦର୍ଶନ। ଏଟା ହେଉଛି ଆପଣଙ୍କର ଯେଉଁ ବୈତରଣୀ ନଦୀ ରହିଲା, ନଦୀ ଏପଟେ ମନ୍ଦିରଟା ଦର୍ଶନ କରି କୃପା ଲାଭ କରନ୍ତୁ। ସନ୍ଧ୍ୟାବେଳେ ଦର୍ଶନ। ଟିକେ କହିଲେ ଦେବେନ୍ଦ୍ର ଦୀକ୍ଷିତ। ଏଟା କେଉଁ ଜାଗାରେ ମନ୍ଦିରଟା କେଉଁ ଯାଜପୁରରେ ବରାହ ମନ୍ଦିର। ମାନେ କେଉଁ ପଟେ ଆସିବାକୁ ପଡ଼ିବ, କେମିତି କ'ଣ କମ୍ୟୁନିକେସନ୍ ଅଛି? ଯାଜପୁରରେ ଆଜ୍ଞା ଆସିବେ କୁଆଖିଆ, କୁଆଖିଆରୁ ଆଜ୍ଞା ବରୁଆରୁ ଡାଇରେକ୍ଟ ପଳେଇ ଆସିବ। ପୁରା ସିଧା ଗୋଟିଏ ରାସ୍ତା ଆସିକି ବାହାରିବେ ମାଂସାପୋଲ ପାଖରେ। ସେଠୁ ଆସିବେ ପୁରା ସିଧା ଗୋଟିଏ ରାସ୍ତା ଆସିବ ବରାହନାଥ ମନ୍ଦିର। ଏଇଟା କ'ଣ ବୈତରଣୀ ନଦୀ କୂଳରେ? ବୈତରଣୀ ନଦୀ କୂଳରେ ବରାହ ମନ୍ଦିର ଅବସ୍ଥିତ। ଯେଉଁମାନେ ଭଦ୍ରକ ପଟରୁ ଆସିବେ, ଯେଉଁମାନେ ଭଦ୍ରକ ପଟରୁ ଆସିବେ ବଲ୍ଲଭୀହାଟ ପୋଲ ଦେଇକି ଆସିବେ ଆଉ। ତାର କନେକ୍ସନ୍ କ'ଣ ଦୁଇ ପଟରେ ଅଛି? ଯେଉଁ ଆରଡ଼ି କନେକ୍ସନ୍ଟା ଆଜ୍ଞା ଦୁଇ ପଟରେ ଅଛି। ଯେଉଁମାନେ ଆସୁଛନ୍ତି ଯାଜପୁର ଆସୁଛନ୍ତି, ଏ ଯେଉଁ ଏବେ ବାରିଣୀ ମେଳା ଗଲା, କେମିତି କ'ଣ ଏଠି ପାଳନ ହୁଏ? କେତେ ଲୋକ ହେଇଥିଲେ? ଲକ୍ଷ ଲକ୍ଷ ଲୋକ ହେଇଥିଲେ ବାରୁଣୀ ମେଳାରେ। ଆଉ ଏଠି ଆଜ୍ଞା ଇଏ ହେଉଛି ସତ୍ୟଯୁଗର ମନ୍ଦିର। ସବୁ ମନ୍ଦିର କିମ୍ବଦନ୍ତୀ ଅଛି, କିନ୍ତୁ ବରାହ ମନ୍ଦିର କିମ୍ବଦନ୍ତୀ ନାହିଁ। ତଥାପି ଆପଣ ଯେଉଁ ପୂଜା କରୁଛନ୍ତି ବାପ ଓଷା ଅମଳରୁ କେତେ ବର୍ଷର ଆପଣ ଜାଣିଛନ୍ତି? ସେ ଆଜ୍ଞା ଆମେ ଏଇ 20-25 ବର୍ଷ ହେଲା ଆମେ ଜାଣିଛୁ ଆଉ। ଏହା ସତ୍ୟଯୁଗ ଆମ ଗୋସିଆ ପାରିବେ ସବୁ କହି ଆସୁଛନ୍ତି ସତ୍ୟଯୁଗର ମନ୍ଦିର, ଏଇ ମନ୍ଦିର କିଛି କିମ୍ବଦନ୍ତୀ ନାହିଁ। ତଥାପି ଆଳିରେ ଯେଉଁ ବରାଜ ମନ୍ଦିର ଗୋଟେ ଅଛି କେନ୍ଦ୍ରାପଡ଼ା ଜିଲ୍ଲାରେ, କେନ୍ଦ୍ରାପଡ଼ା ଜିଲ୍ଲାରେ ଆମର ଏଠି ଯେଉଁ ଜଗନ୍ନାଥ ଯେଉଁଠି ଅଛନ୍ତି ସେଇ ଆସ୍ଥାନରେ ଲକ୍ଷ୍ମୀବରା ଥିଲେ। ଏ ରଜା ମନ୍ତ୍ରୀ ମହାପ୍ରଭୁକୁ ଆଳିକି ପଳେଇଛନ୍ତି। ରଜା ଆଳିରେ ଲକ୍ଷ୍ମୀବରା ଆଳିରେ ଅଛନ୍ତି ଯେଉଁଟା, ଇଏ ମାନେ ଏଙ୍କ ନାଁ କ'ଣ ରହିଲା, ତାଙ୍କ ନାଁ କ'ଣ ରହିଲା? ଏଠି ଆଜ୍ଞା ଅଛନ୍ତି ଯଜ୍ଞବରା, ଶ୍ଵେତବରା, ଲକ୍ଷ୍ମୀ, ଜଗନ୍ନାଥ। ଆଉ ସେଠି ଜଗନ୍ନାଥ ଯେଉଁଠି ଅଛନ୍ତି ସେଇଠି ଥିଲେ ଲକ୍ଷ୍ମୀବରା, ବରା ଅଛନ୍ତି ଲକ୍ଷ୍ମୀବରା ଆଳିରେ ଅଛନ୍ତି। ଆଚ୍ଛା ଆଚ୍ଛା ଆଚ୍ଛା। ଆପଣଙ୍କ ଏଠିକା ନାଁ ଅଲଗା ରହୁଛି, ସେଠିକା ନାଁ ଅଲଗା ରହୁଛି? ଆଜ୍ଞା ସେଠି ଆଜ୍ଞା କେନ୍ଦ୍ରାପଡ଼ା ଯେଉଁ ରାଜକନିକା ଆଳି, ଏଠି ଆଜ୍ଞା ବରାହନାଥ, ମୋ ଗାଁଟା ନାଁ ବରାହନାଥ, ଏ ଠାକୁର ନାଁ ବି ବରାହ ମନ୍ଦିର। ମନ୍ଦିର ସହ ଆମେ ଚିତ୍ର ଦେଖାଉଛୁ। ଆମେ ଯେଉଁ ପହଞ୍ଚିଥିଲୁ ବରାଜା ମନ୍ଦିରରେ ଅପଡ଼େଟ୍ ପକାଇବୁ, ଆପଣମାନେ ଦେଖିବେ। ଯାଜପୁର ଜିଲ୍ଲା ଯେଉଁ ବୈତରଣୀ କୂଳ ପାଖରେ ବରାଜା ମନ୍ଦିର। ଯେଉଁମାନେ ଆସିବେ ଯାଜପୁର, ସେମାନେ ବୈତରଣୀ ଏପଟକୁ ଆସିଲେ ବରାଜା ମନ୍ଦିର ଦର୍ଶନ କରିକି ଯିବେ। ନଦୀ କୂଳରେ ମନ୍ଦିର।